ଜୟ ଜଗନ୍ନାଥ ନମସ୍କାର ୱେଲକମ୍ ଟୁ ମାଇ ଚ୍ୟାନେଲ। ଆଜି ଆସନ୍ତୁ ଆମର ବର୍ତ୍ତମାନ କଲେଜ ୟୁନିଫର୍ମ କାମ ଚାଲିଛି। କଲେଜ ୟୁନିଫର୍ମ କାମ ଚାଲିଛି। ଚାଲନ୍ତୁ କଲେଜ ୟୁନିଫର୍ମର ଆଇନେ କେବେ କଟିଂ ଟପ୍ କଟିଂ କରିବା। କଲେଜ ୟୁନିଫର୍ମ କପଡ଼ା ଆଗରେ ଆଇନେ କେରା ଟପ୍ କଟିଂ କରିବା। କହିଦେଉଛି ବଜରଙ୍ଗ ଲମ୍ବ ହେଲା 38, ଛାତି ହେଲା 34, ଅଣ୍ଟା ହେଲା 28, ହାତ ଲମ୍ବା ହେଲା 12 ଆଉ ନଉଜି ହେଲା 9। ଆଇନେ କେବେ ହବ କଟିଂ କରିବା। କପଡ଼ାକୁ ଏମିତି ଦୁଇ ଭାଗ କରିଦେବେ। ଦୁଇ ଭାଗ କରିଦେଇଛି। ଦୁଇ ଭାଗ କରି ଚାରି ପରସ୍ତ କରିଦେବା। ମାପ ଅନୁସାରେ ଚାରି ପରସ୍ତ କରିବାକୁ ପଡ଼ିବ। ଘେର କରାଯିବ 20, ସେଇ ଅନୁସାରେ ଗୋଡ଼ାଯିବ 2 ଇଞ୍ଚ ପ୍ଲସ୍ କରାଯିବ। 21 ମାପ ନେଇ କପଡ଼ାକୁ ବୁଣିଦେବା। 11 ନେଇଯିବା ଆମେ। 11 ଦିନ 22 ହେଇଗଲା ଆମର। ମୋଡ଼ା ହେଇଗଲା ପରେ ଆମର 20 ରହିଯିବ। 20 ଦିନ ରଖିକି ଆମେ କପଡ଼ା କଟିଂ କରିଯିବା। ଗୋଟେ ଆମ ସାଇଜ୍ କରି କାଢ଼ିଦେବା। ଲମ୍ବ ନେଇଯିବା। ଲମ୍ବ ହେଲା ଆମର 38। ଦେଖନ୍ତୁ ମୁଁ 38 1 ଇଞ୍ଚ ପ୍ଲସ୍ କରି ନେଇଯାଉଛି। 39 ଆଉ ପାଇଲେ ବୋଲି ଦାଣ୍ଡରେ ସିଲେଇ ପାଇଁ 40 ମାପ ନେଇ ତାର ଏଠି ଏକ 1/2 ଇଞ୍ଚ ତଳକୁ ଡାଉନ୍ କରିବା। ଏ କାମ୍ବ ଏଠି 1/2 ଇଞ୍ଚ ଡାଉନ୍ କରିଦେଲି। ଏବେ ଆମେ ଏବେ ଘେର ପାଇଗଲେ ଆଉ ଲମ୍ବ ପାଇଗଲେ ମାପ ପାଇଗଲେ। କାଠ ଗଲେ ମୁଁ ସବୁବେଳେ କହିଛି ଆମେ ବ୍ଲାଉଜ କାଟିବା ଡ୍ରେସ୍ କାଟିବା 6.5 କାଟିଲେ ଚଳେଇଦେବେ। ଏଥିରେ ହାଇଲାଇଟ୍ କଟିଂ କରିବା। କାନ୍ଧ ମାପ ନେଇଥିବା 14 ଥିଲେ ଆମେ 7 ନେବା ଆଉ 7 ହାଫ୍ ନେଇକିରି ସିଲେଇ ପାଇଁ ନେଇଯିବା। 7 ହାଫ୍ ନେଇଯିବେ। ହାଇଲାଇଟ୍ ବେକ ଯେହେତୁ ଆମେ ଏଠି 7 ହାଫ୍ ନେଇ କଟିଂ କରିବା। ଇଏ ଯଦି 7 ହାଫ୍ କାଠ ଗଲେ ଆମର ଅଲଗା ଡ୍ରେସ୍ ସବୁ 5.5 ନଉଥିଲେ। ଏତେ ଆମେ 6 ନେଇଯିବା। ହାଇନେକ୍ରେ 6 ନେଇଯିବା। ତାହେଲେ କାଠ ଗଲେଇ ତାକୁ ସେଟ୍ କରିବା। এটা হলো আমরা ব্যাক পার্ট সেট, এটা হলো আমরা ফ্রন্ট পার্ট সেট। ফ্রন্ট পার্ট সেট ভিতরে ভিতরে কটিং করে কটা দিব হাইনেক উপরে। ଏବେ ଆମେ ପାଇଗଲେ କାନ୍ଧ ପାଇଗଲେ ଆଉ କାଠ ଗଲେଇ ମଧ୍ୟ ପାଇଗଲେ। ଏବେ ଚେଷ୍ଟ ଲାଇନ୍ ବାହାର କରିବା। ଚେଷ୍ଟ ଆମର ଅଛି 34 ଯେହେତୁ ଅଛି ଚେଷ୍ଟକୁ 4 ଭାଗ କରିବା। ତାପରେ 1 ଇଞ୍ଚ ଲସ୍ କରିବା। ତାହେଲେ ଚେଷ୍ଟକୁ 4 ଭାଗ କଲେ କେତେ ପଡ଼ିଲା? 34କୁ ଆମେ 4 ଭାଗ କଲେ ଆମର 8 ଅଧେ ପଡ଼ିଲା। 34କୁ ଆମେ 4 ଭାଗ କରିଥିଲେ ଆମର 8 ଅଧେ ପଡ଼ିଲା। ତାପରେ 1 ଇଞ୍ଚ ପ୍ଲସ୍ କରିବା। 1 ଇଞ୍ଚ ପ୍ଲସ୍ କରିଥିଲେ ଆମର 9 ଅଧେ ହେଇଗଲା। ତାହେଲେ ଏଠି ମୁଁ 9 ଅଧେ ନେଇଗଲି। ଜଷ୍ଟ 1/4 ପ୍ଲସ୍ 1 କରି ନେଇଯାଇଛି। ତାପରେ ଏଠୁ ଏଠିକି ଆମେ ଅଣ୍ଟା ଲାଇନ୍ ବାହାର କରିବା। କେମିତି ବାହାର କରିବା ଦେଖନ୍ତୁ। କାନ୍ଧ ପାଖରୁ ତଳକୁ 13 ଇଞ୍ଚ ଡାଉନ୍ କରି ନେଇଯିବା। ଏଠି କାଟ ଦେଲେ ଏଠିକି ଆମେ 13 ଇଞ୍ଚ ନେଇଗଲେ। ଅଣ୍ଟା ଲାଇନ୍ ବାହାର କରିବା। ଅଣ୍ଟା ଆମର 28 ଅଛି। 28 ହେଲେ 28କୁ ଆମେ 4 ଭାଗ କରିଦେଲେ ଆମର ପଡ଼ିଲା 7 7 28।
ଅଧେ ଇଞ୍ଚ ହେଲେ ଆମେ ତାକୁ 1 ଇଞ୍ଚ ପ୍ଲସ୍ କରିବା। 7 1 8 ନେଇଯିବା। ନେଇଗଲେ 8 ସେଠି ଏ ପାଖ ପାଖରୁ ତଳକୁ 13 ଇଞ୍ଚ ନେଇଯିବା। ଆମର ଗୋଟେ ମୁଲଗାଁ ସିଲେଇର କଟିଂ ଲାଇନଟା ବାହାର କରିବା। କାରଣ ଦେଖନ୍ତୁ କାନ୍ଧି ପାଖରୁ ଅଣ୍ଟା ଲାଇନ କି 13 ଇଞ୍ଚ ନେଲେ କାଠ ପାଖରୁ ଏଠିକି ଆମେ 13 ଇଞ୍ଚ ନେଇଗଲେ। ଆଉ ଏଠି ଯେତିକି ଆମେ ଚେଷ୍ଟ 1+1 ନେଇଛେ 4 ଭାଗ କରିକିରି 8 ଅଧେ ଆଉ 1 ଇଞ୍ଚ ପ୍ଲସ୍ କଲେ 9 ଅଧେ। ୟାକୁ ଯେତିକି ନେଲେ ଆମେ ୟାକୁ ମଧ୍ୟ ସେତିକି 9 ଅଧେ ନେଇଗଲି। ଛୁଟି ମାରିଦେଲେ। ଏବେ ଆମେ ତାକୁ ସ୍କେଲ ସାହାଯ୍ୟରେ ଗାର ଟାଣିଦେବା। ଏପଟ ସ୍କେଲଟା ଏମିତି ପକେଇ ଗାର ଟାଣିବେ ଆଉ ଏପଟଟାକୁ ଏମିତି ପକେଇ ଗାର ଟାଣିବେ। ଓଲଟା ପକେଇ ଗାର ଟାଣିଦେବେ। ଏବେ ଆମର କାଠ ଲାଇନ କାନ୍ଥ ଲାଇନ ଆଉ ଷ୍ଟିଚିଂ ଲାଇନଟା ପାଇଗଲେ ଆମର ଏଇଟା ହେଲା କଟିଂ ଲାଇନ। এটা ହେଲା କ୍ରସିଂ ଲାଇନ, ସେଟା ହେଲା ଷ୍ଟିଚିଂ ଲାଇନ। ନେଇଯାଇଥିଲେ ଏଠି ଏତିକି ଆମେ ଗାର ଟାଣିଦେବା। ଏକଦମ ସରିଯାଇଛି। ଏବେ ଚାଲନ୍ତୁ ଆମେ କଟିଂ କରିବା। ବୁଝିପାରିଲେ ତ ଯାହା ସବୁ ବୁଝେଇଲି। ଲମ୍ବ କେମିତି ନେଲି, ଲମ୍ବରେ 1 ଇଞ୍ଚ ପ୍ଲସ୍ କରି ଆଉ ଗୋଟେ ପାଏ ନେଇଗଲି ସିଲେଇ ପାଇଁ। ଆଉ ଦେଖନ୍ତୁ କାନ୍ଧ ଲାଇନ ବାହାର କଲି। ତାକୁ ଥିଲା ପରେ 7.5 କାନ୍ଧ ନେଇଯାଇଛି। ତା ସହିତ କାଠ 1/2 ଇଞ୍ଚ ତଳକୁ ଡାଉନ କରିଦେଇଛି। ସେଠି କାଠ କଲି 6 ନେଇକିରି ସେଟ୍ କରାଯାଇଛି। ବ୍ୟାକ୍ ପାର୍ଟ ଆଉ ଫ୍ରଣ୍ଟ ପାର୍ଟ ସେଟ୍ କରାଯାଇଛି। ଚେଷ୍ଟ ଲାଇନ ମଧ୍ୟ ଚେଷ୍ଟ 1+1 ନେଇକିରି ଅଣ୍ଟା ମଧ୍ୟ ସେଭଳିଆ 4 ଭାଗ କରି 1 ଇଞ୍ଚ ପ୍ଲସ୍ କରାଯାଇଛି। ଆମେ ଯୋଉ 13 ଇଞ୍ଚ ନେଲେ ତଳକୁ ଏଠି ମଧ୍ୟ ସେଇ 13 ଇଞ୍ଚ ନକରି ଏକଦମ କରାଯାଇଛି। ଏବେ ଚାଲନ୍ତୁ କଟିଂ କରିବା। ଦେଇଦେବା। ଛୋଟ ଚିହ୍ନ ଦେଇଦେଲେ ଆମେ ଆସନ୍ତୁ ଆକୁ ଖୋଲି ଦେଇକି କଟିଂ କରିବା। ଫ୍ରଣ୍ଟ ପାର୍ଟ କଟିଂ କରିବା। ବେକର ଡିଜାଇନ କଟିଂ ହବ। ଆଗଟା ପାଇପିଂ କରାଯିବ ବେକରେ, ଏଟା ଆମର ଭି କଟିଂ ହବ। ହାତ ରହିବ ବେକରେ 7 ନେଇ ଗାର ଟାଣିଦେଲେ। ଏପଟା 3 ସେପଟା 7 ଦେଲେ। ଏପଟା 3 ମାନେ 6 ହେଇଗଲା। ଚଉଡ଼ାଟା 6 ନେଇଗଲେ, ଲମ୍ବାଟା 7 ନେଇଗଲେ। ଏଠି ଗାର ଟାଣିଦେଲେ ଏବଂ ଫ୍ରଣ୍ଟ ଭି କଟିଂର ବେକ କରାଯିବ।
ଲାଇନ୍ 12 ଇଞ୍ଚର ନେଇଗଲି। छः इंचर चिन्ह देदेवे जो 6 इंच पेस्टिंग काटी पेपर पेस्टिंग से 6 देदेवे 3 6 चिन्ह देदे आगे आयरन में पेस्टिंग मारे आधे कलर पेस्टिंग बसवे कलर देखते कलर पेस्टिंग कर कटिंग सरी जाइए देखो यहाँ बॉडी पार्ट हाथ में पाइपिंग करा कलर पेस्टिंग करा कपड़े ये कपड़े डिजाइन पेस्टिंग करा कलर पेस्टिंग पेपर पेस्टिंग आगे बेकर पाइपिंग पेस्टिंग कर देखो आज तो कटिंग सरी जाइए जदि वीडियो भल लगुव लाइक करेंगे कमेंट करेंगे सब्सक्राइब करेंगे जय जगन्नाथ नमस्कार।